ମାଥ୍ୟୁ ଲିଖିତ ସୁସମାଚାର ମାଥ୍ୟୁ 1 ଅଧ୍ୟାୟ। ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର, ଦାଉଦ ଅବ୍ରାହମଙ୍କର ବଂଶଧର। ଅବ୍ରାହମ ଇସାକଙ୍କ ବାପା, ଇସାକ ଜାକୁବଙ୍କ ବାପା, ଜାକୁବ ଜିହୁଦା ଓ ତାହାଙ୍କ ଭାଇମାନଙ୍କ ବାପା। ଜିହୁଦା ଫେରସ ଓ ସେରହଙ୍କର ବାପା। ଫେରସ ହିସ୍ରୋଣଙ୍କ ବାପା। ହିସ୍ରୋଣ ଅରାମଙ୍କ ବାପା। ଅରାମ ଅମିନାଦବଙ୍କ ବାପା। ଅମିନାଦବ ନହଶୋନଙ୍କ ବାପା। ନହଶୋନ ସଲୋମନଙ୍କ ବାପା। ସଲୋମନ ବୋୟାଜଙ୍କ ବାପା। ବୋୟାଜ ଓବେଦଙ୍କ ବାପା। ଓବେଦ ଜିସୟଙ୍କ ବାପା। ଜିସୟ ରାଜା ଦାଉଦଙ୍କ ବାପା। ଦାଉଦ ସଲୋମନଙ୍କ ବାପା। ସଲୋମନ ରିହବିୟାମଙ୍କ ବାପା। ରିହବିୟାମ ଅବିୟଙ୍କ ବାପା। ଅବିୟ ଆଶାଙ୍କ ବାପା। ଆଶା ଜିଓସାଫଟଙ୍କ ବାପା। ଜିଓସାଫଟ ଜୋରାମଙ୍କ ବାପା। ଜୋରାମ ଉଜିୟଙ୍କ ବାପା। ଉଜିୟ ଯୋଥମଙ୍କ ବାପା। ଯୋଥମ ଆହାସଙ୍କ ବାପା। ଆହାସ ହିଜକିୟଙ୍କ ବାପା। ହିଜକିୟ ମନସିଙ୍କ ବାପା। ମନସି ଆମନଙ୍କ ବାପା। ଆମନ ଯୋଶିୟଙ୍କ ବାପା। ଯୋଶିୟ ଜିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ ଜିକନିୟ ସଲଟିଏଲଙ୍କ ବାପା। ସଲଟିଏଲ ଜିରୁବାବିଲଙ୍କ ଜେଜେବାପା। ଜିରୁବାବିଲ ଅବିହୁଦଙ୍କ ବାପା। ଅବିହୁଦ ଏଲିଆକିମଙ୍କ ବାପା। ଏଲିଆକିମ ଅଜୁରଙ୍କର ବାପା। ଅଜୁର ସାଦକଙ୍କ ବାପା। ସାଦକ ଆଖିମଙ୍କ ବାପା। ଆଖିମ ଏଲିହୁଦଙ୍କ ବାପା। ଏଲିହୁଦ ଏଲିଆଜରଙ୍କ ବାପା। ଇଲିଆଜର ମଥାନଙ୍କ ବାପା। ମଥାନ ଜାକୁବଙ୍କ ବାପା। ଜାକୁବ ଯୋସେଫଙ୍କ ବାପା। ଯୋସେଫ ମରିୟମଙ୍କ ସ୍ୱାମୀ। ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହିଭଳି ଭାବରେ ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ 14 ପୁରୁଷ। ଦାଉଦଙ୍କ ଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ 14 ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ 14 ପୁରୁଷ। ଯୀଶୁଖ୍ରୀଷ୍ଟଙ୍କର ମା ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣାପଡ଼ିଲା ଯେ ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। କିନ୍ତୁ ତାଙ୍କର ଭାବିପତି ଯୋସେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମକୁ ଅପମାନ କରିବା ସେ ଚାହୁଁନଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ। କିନ୍ତୁ ଯୋସେଫ ଯେତେବେଳେ ଏକଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ। ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭେ ମରିୟମକୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର। ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ। ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟି ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଯୋସେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ ସେହିପରି କଲେ। ସେ ମରିୟମକୁ ବିବାହ କଲେ। କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରିନଥିଲେ। ଆଉ ଯୋସେଫ ପୁଅଟିର ନାମ ଯୀଶୁ ରଖିଲେ।